ତୁ ଶୁଣିବା ଆଜି ଏକ ସୁନ୍ଦର ଗପ। ବହୁତ ଦିନ ତଳେ ଗୋଟିଏ ଜଙ୍ଗଲରେ ଗୋଟେ ପିମ୍ପୁଡ଼ି ଓ ଗୋଟେ ଝିଟିକା ରହୁଥିଲେ। ଗ୍ରୀଷ୍ମ ଋତୁରେ ପିମ୍ପୁଡ଼ିଟି ଖାଦ୍ୟ ସଂଗ୍ରହ କରିବାରେ ବ୍ୟସ୍ତ ଥିଲାବେଳେ ଝିଟିକାଟି କେବଳ ଗୀତ ଗାଇ ଗାଇ ଖୁସିରେ ସମୟ ବିତାଉଥିଲା। ଝିଟିକାଟି ପିମ୍ପୁଡ଼ିକୁ କହିଲା, ତୁ କାହିଁକି ଏତେ ପରିଶ୍ରମ କରୁଛୁ? ଚାଲ ଆମେ ଖେଳିବା। କିନ୍ତୁ ପିମ୍ପୁଡ଼ିଟି ଶୀତଦିନ ପାଇଁ ଖାଦ୍ୟ ସଂଗ୍ରହ କରି ଚାଲିଲା। ଶୀତଦିନ ଆସିବା ପରେ ଝିଟିକାଟି ଭୋକରେ ଓ ଥଣ୍ଡାରେ କାଠିଆ ହୋଇଗଲା। କିନ୍ତୁ ପିମ୍ପୁଡ଼ିଟି ତା ଘରେ ଆରାମରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସଂଗ୍ରହ କରି ରଖିଥିଲା ଏବଂ ତାକୁ ଖାଇଲା।